एक राज्य गोटे बहुत सुंदर राजकुमारीटीए रहुथिला। तार सुंदरता चारिआडे प्रसिद्ध थिला। राजकुमारीर मनरे तार सुंदरता को नहीं बहुत अहंकार थिला। दिने से राज्य भ्रमण करिबारे बाहरिला। से लोकटी केते असुंदर, ताकू देखिला मात्रे के भारी भय लागुची। सैनिक चालो एठारो। आज्ञा राजकुमारी। ए राज्य मो ठारो केही सुंदर नाहांती। मु दिने बहुत बड़ राज्यर राजकुमार को विवाह करिवे आ एही राज्य को छाड़ी चली जीवी। राजकुमारीर सुंदरतार चर्चा सारा राज्य सहित पड़ोशी राज्य मध्य थिला। तेणु करी राजकुमारी मनरे तार सुंदरता को नहीं बहुत अहंकार थिला। सैनिक मते नदी कूल को नहीं जाओ। बहुत दिन हेलानी नदी कूल को भ्रमण करिबारे जाई नहीं। आज्ञा राजकुमारी। एपटे नदी कूଳରେ एक बुढ़ी लोक माछ धरुଥାଏ। राजकुमारी मध्य ସେହି नदी कूଳ आड़କୁ ଯାଉଥିଲେ। ଇଏ କଣ? ଏ ସୈନିକ ମାନେ ଆଜି ଏଠି ଆଉ ଏ କିଏ ଆସିଛନ୍ତି? ବୁଢ଼ୀମା, ଆମ ରାଜକୁମାରୀ ଆସିଛନ୍ତି ରାଜ୍ୟ ଭ୍ରମଣରେ। ତାଙ୍କର ଆଦେଶ ଯେ ଆପଣ ଅନ୍ୟ ଏକ ସ୍ଥାନରେ ଯାଇ ମାଛ ଧରନ୍ତୁ, ଏଇଠି ନୁହେଁ। ମୋ ମାଛ ଧରାରେ କଣ ରାଜକୁମାରୀଙ୍କୁ କିଛି ଆପତ୍ତି ଅଛି? ମୁଁ ସେ ସବୁ ଜାଣିନି। ତାଙ୍କର ଆଦେଶ ଅଛି, ଆପଣ ଯାଆନ୍ତୁ ଏଠୁ। ଯଦି ଏହି କଥା ରାଜକୁମାରୀ ନିଜେ ଆସି କୁହନ୍ତେ ତ ମୁଁ ଏହି ସ୍ଥାନ ଛାଡ଼ି ଚାଲିଯିବି। ସୈନିକଟି ସବୁ କଥା ଯାଇ ରାଜକୁମାରୀଙ୍କୁ କହିଲା। ରାଜକୁମାରୀ ସୈନିକର କଥା ଶୁଣି ରାଗି ଯାଇ ସେ ବୁଢ଼ୀକୁ ପାନେ ଶିଖାଇବେ ବୋଲି ବୁଢ଼ୀ ପାଖକୁ ଗଲେ। मोर आदेश को न मानिबार साहस केमिति हैला? ମୋ ପାଖକୁ ଆସିଥିବାରୁ ବହୁତ ବହୁତ ଧନ୍ୟବାଦ। ଏ ମାଛ ଗୁଡ଼ିକୁ ମୁଁ ଏହି ନଦୀରୁ ଧରିଛି। ଆପଣ କିଛି ମାଛ ମୋ ପାଖରୁ ନେଲେ ମୋତେ ବହୁତ ଖୁସି ହୁଅନ୍ତା। ବୁଢ଼ୀ ମାଟି କିଛି ମାଛ ରାଜକୁମାରୀକୁ ଦେବ ବୋଲି ହାତ ବଢ଼ାଇଲା, କିନ୍ତୁ ରାଜକୁମାରୀ ରାଗରେ ସେହି ମାଛ ସବୁକୁ ଫିଙ୍ଗିଦେଲେ। छी छी, ए अपरिष्कार हाथ में मत माछ दौच? तम पाखर माछर गंध आसुची। मु यही स्थान रे रही परिबिनी आउ। एमिति कहतुनी, मो पेट पोषिबा पाई मु एही माछ को धरे। बुढ़ीर कथा सुनी राजकुमारी बहुत रागी गले आ बुढ़ी को बहुत कुकथा कहिले। मो जीवन काल भितरे एते निंदा मु कहारी पाखर शुणी नहीं। मु तुमको अभिशाप देउची, जेउ सुंदरता को अभिमान रे रखी मते एते कथा सुनाइल, तमे एक माछरे परिवर्तन होई जीवो। बुढ़ीर कथा मात्र के राजकुमारी एक माछरे परिवर्तन होई गले। ये कौन? मु सत को सत एक माछरे परिवर्तन होई गली। बंचाओ मते, के बंचाओ। एणिकी सेही बुढ़ी कुआडे उभान होई गले आ सेठारे सैनिक सबू राजकुमारी को खोजिबारे लागिले। बहुत खोजिला पर सैनिक माने राजकुमारी को न पाई राज उवास को फेरी आसिले। महाराज, महाराज, कुह कौन हैला? और राजकुमारी कहाँती? महाराज, कथा एमिति कि कौन माने जानी न तमे? आ से बुढ़ीटी किए थिला? महाराज, आमे गाँव लोक मानू पचारि बुझिलु, से मानू कहवा अनुसार से बुढ़ी कई साधारण लोक नुहे। से होची जड़े जादूकरी। आउ से ही जंगल पाख एक कुटिया घरे रुहे। मत से स्थान को नहीं जाओ जेउठी ए सब घटना घटी थिला। महाराज नदी कूल को बाहरिले। सेठारे पहुंची से चारिआडे देखिले, किंतु राजकुमारीर कौनसी खबर पाइले नहीं। राजा हताश होई घर को फेरी आसिले। नदी रे पानीर प्रभाव अधिक थिला, तेणु सेही नदी रे थिबा माछ रूपरे राजकुमारी नदीर स्रोतरे बही बही अन्य एक राज्य को चली गले। मु एबे कौन करिबी?
ମୁଁ କ'ଣ ସବୁଦିନ ପାଇଁ ମାଛ ପରି ରହିଯିବି? ଏ ନଦୀରେ କ'ଣ ମୁଁ ରହିଯିବି ସବୁଦିନ ପାଇଁ? ହେ ବୁଢ଼ୀମା, ମୋତେ ଠିକ୍ କରିଦିଅନ୍ତୁ। ମୋର ଭୁଲକୁ ମୁଁ ବୁଝିପାରିଛି। ଏତିକି ବେଳେ ସେଠାରେ ସେହି ବୁଢ଼ୀମା ପ୍ରକଟ ହେଲେ। ଏବେ ବୁଝିପାରୁଛୁ ଅନ୍ୟକୁ କଷ୍ଟ ଦେବାର ଫଳ କିପରି ହୋଇଥାଏ? ବୁଢ଼ୀମା, ମୋତେ କ୍ଷମା କରିଦିଅନ୍ତୁ। ମୁଁ ମୋର ଭୁଲକୁ ବୁଝିପାରିଛି। ସେତିକି ବେଳେ ସେହି ବୁଢ଼ୀମାଟି ଏକ ସୁନ୍ଦର ପରୀରେ ପରିଣତ ହୋଇଗଲେ ଆଉ ରାଜକୁମାରୀକୁ ଆଶୀର୍ବାଦ ଦେଇ କହିଲେ, ଅନ୍ୟର ରଙ୍ଗରୂପକୁ ନ ଦେଖି ସଦାବେଳେ ମନୁଷ୍ୟର ପ୍ରକୃତିକୁ ଦେଖିବାକୁ ଚେଷ୍ଟା କରିବ। ତମେ ଏହି ଅଭିଶାପରୁ ସେତେବେଳେ ବାହାରିବ ଯେତେବେଳେ କେହି ଲୋକ ସହୃଦୟରୁ ତମର ରୂପ ରଙ୍ଗକୁ ନ ଦେଖି ତମକୁ ଭଲ ପାଇବ। ଏହା କହି ପରୀ ସେଠାରୁ ଚାଲିଗଲେ। ଏପଟେ ରାଜ୍ୟରେ ସମସ୍ତେ ରାଜକୁମାରୀ ବିଷୟରେ ଜାଣି ଯାଇଥିଲେ। ବହୁ ଦିନ ବିତିଗଲା, ହେଲେ ଏପର୍ଯ୍ୟନ୍ତ କେହି ରାଜକୁମାରୀକୁ ଖୋଜି ପାଇଲେନି। କୋଉ ଅବସ୍ଥାରେ ଥିବ କେଜାଣି? ମହାରାଜ, ମୁଁ ଗୋଟିଏ ଉପାୟ ପାଞ୍ଚିଛି। କୁହ ମନ୍ତ୍ରୀବର। ମୁଁ ଚାହୁଁଛି ଆପଣ ସାରା ରାଜ୍ୟ ଓ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ରାଜକୁମାରୀଙ୍କୁ ଖୋଜି ଆଣିବାର କିଛି ଇନାମ ବା ଧନରାଶି ଦେବେ ବୋଲି ଘୋଷଣା କରିଦିଅନ୍ତୁ। ଏଣିକି ରାଜା ମନ୍ତ୍ରୀଙ୍କ କଥାରେ ଚାରିଆଡ଼େ ଘୋଷଣା କରାଇଲେ କି ଯିଏ ବି ରାଜକୁମାରୀଙ୍କୁ ଖୋଜି ନେଇ ଆସିବ ତାଙ୍କୁ ବହୁତ ସାରା ଧନରାଶି ଦିଆଯିବ। ବହୁତ ଦିନ ବିତିଗଲା, କିଏ ଜାଣି ରାଜ ଉଆସରେ ସବୁ କେମିତି ଥିବେ। ମୋତେ ଘର କଥା ଭାରି ମନେ ପଡ଼ୁଛି, ହେଲେ ମୁଁ କ'ଣ କରିବି? ମୁଁ କେମିତି ଯିବି ଆମ ଘରକୁ? ସେତିକି ବେଳେ ସେହି ରାଜ୍ୟର ରାଜକୁମାର ପାଣି ପିଇବା ପାଇଁ ସେହି ନଦୀ କୂଳକୁ ଆସିଥିଲେ। ମୋତେ ବହୁତ ତୃଷା ଲାଗୁଛି, ଏ ନଦୀର ପାଣିକୁ ଟିକେ ପିଇ ଆସେ। ରାଜକୁମାର ପାଣି ପାଖରେ ବସିଥିବା ସମୟରେ କେହି କାନ୍ଦିବାର ଶବ୍ଦ ଶୁଣିପାଇଲେ। କିଏ କିଏ କାନ୍ଦୁଛି? ମୁଁ କାନ୍ଦୁଛି। ମୋତେ ଘର କଥା ଭାରି ମନେ ପଡ଼ୁଛି। ରାଜକୁମାର ପ୍ରଥମେ ତ କଥା କୁହା ମାଛକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ହେଲେ ପରେ ସେ ସେହି ମାଛର ସବୁ କଥା ଶୁଣିବାରେ ଲାଗିଲେ। କ'ଣ ସତରେ ତମେ ସେହି ରାଜ୍ୟର ରାଜକୁମାରୀ? ହଁ ହଁ, ମୁଁ ସେହି ରାଜ୍ୟର ରାଜକୁମାରୀ। ଆଉ ମୁଁ ଯାହା କହିଲି ସବୁ ସତ କହୁଛି। ହଉ, ତମେ ଚିନ୍ତା କରନି, ତେବେ ମୁଁ ତମକୁ ତମ ରାଜ୍ୟକୁ ନେଇଯିବି। ତାପରେ ରାଜକୁମାର ଜଣେ ଋଷି ପାଖକୁ ଗଲେ ସାହାଯ୍ୟ ପାଇଁ। ରାଜକୁମାର ମାଛକୁ ଏକ ମାଠିଆରେ ପୁରାଇ ତାକୁ ରାଜ ଉଆସକୁ ନେଇଗଲେ ଆଉ ରାଜାଙ୍କୁ କହିଲେ, ମହାରାଜ, ମୁଁ ଆପଣଙ୍କର କନ୍ୟାକୁ ଘରକୁ ନେଇ ଆସିଛି। କ'ଣ ତମେ ନେଇ ଆସିଛ ମୋ ଝିଅକୁ? କାହାନ୍ତି କାହାନ୍ତି ଆମ ରାଜକୁମାରୀ କାହାନ୍ତି? ମହାରାଜ, ସେ ଏହି କଳସରେ ଅଛନ୍ତି। କ'ଣ ଆମ ସହିତ ଥଟ୍ଟା କରୁଛ? ରାଜକୁମାରୀ କେମିତି ଏ କଳସ ଭିତରେ ରହିବେ? ରାଜକୁମାର ସେହି କଳସ ମୁହଁରୁ କପଡ଼ା ହଟାଇଲେ ଆଉ ସମସ୍ତଙ୍କୁ ଦେଖାଇ କହିଲେ, ଏହି କଳସରେ ଯେଉଁ ମାଛ ଦେଖୁଛନ୍ତି ସେ ରାଜକୁମାରୀ ଅଟନ୍ତି। କ'ଣ କ'ଣ କହୁଛ ତମେ? ଯଦି ତମେ ସତ କହୁଛ, ଆମ ରାଜକୁମାରୀଙ୍କୁ ପୂର୍ବ ଅବସ୍ଥାକୁ ନେଇ ଆସ। ରାଜକୁମାର ଏକ ଫୁଲକୁ ଆଣି ସେହି ମାଛ ଦେହରେ ରଖିଲେ ଆଉ ମାଛଟି ରାଜକୁମାରୀରେ ପରିଣତ ହୋଇଗଲେ। ମୋ ଝିଅ, ତମକୁ ଆମେ ବହୁତ ଖୋଜିଛୁ, ହେଲେ ତମକୁ ପାଇଲୁନି। ଆଜି ମୁଁ ବହୁତ ଖୁସି ଅଛି, ମୁଁ ବହୁତ ଖୁସି ଅଛି ଆଜି। ହେଲେ ମା, ତମେ ମାଛ କିପରି ହୋଇଯାଇଥିଲ ଆଉ ଏ କଳସୀ ଭିତରକୁ କେମିତି ଆସିଲ? ବାପା, ମୁଁ ତମକୁ ସବୁ କଥା ପରେ କହିବି। ବାପା, କୁହ, କେତେ ଧନରାଶି ନେବ ତମେ? ମହାରାଜ, ମୋର କୌଣସି ଧନର ଆବଶ୍ୟକତା ନାହିଁ। ବାପା, ମୁଁ ସେହି ରାଜକୁମାରଙ୍କୁ ବିବାହ କରିବାକୁ ଚାହେଁ। ହେଲେ କ'ଣ ସେ ତମକୁ ବି ବିବାହ କରିବା ପାଇଁ ରାଜି ଅଛନ୍ତି? ବାପା, ମୋତେ ଯେଉଁ ବୁଢ଼ୀମା ଅଭିଶାପ ଦେଇଥିଲେ ସେ କହିଥିଲେ ଯେ ପ୍ରକୃତରେ ପସନ୍ଦ କରିବେ ସେହି ମୋତେ ସେ ଅଭିଶାପରୁ ମୁକ୍ତ କରିପାରିବେ। ଦୁହେଁ ରାଜକୁମାର ଓ ରାଜକୁମାରୀ ଦୁହିଁଙ୍କୁ ପସନ୍ଦ କଲେ ଆଉ ପରବର୍ତ୍ତୀ ସମୟରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଲେ।